मेडिकल रे गोटे पुत्र संतान को जन्म दे गोटे माटीए सबुदिन ପାଇଁ आखि बुझीदेला। ଏହି ସଦମା ବରଦାସ୍ତ ନ କରିପାରି ଗୋଟିଏ ବାପ ସବୁବେଳେ ମଦ ପିଇଲା ଏବଂ ତାର ପିଲାଟିର ଯଥେଷ୍ଟ ଲାଳନ ପାଳନ କରିବା ପାଇଁ ଚେଷ୍ଟା କଲା, କିନ୍ତୁ ସିଏ ଥକିଗଲା। ସେତେବେଳକୁ ସେ ପୁଅଟିର ବୟସ 3 ବର୍ଷ ହେଇଯାଇଥାଏ। କ'ଣ କଲେ ତା ପିଲାଟିର ଭଲ ଭାବରେ ଧ୍ୟାନ ଖ୍ୟାଲ ସେ କରିପାରିବ, ଏଇଆ ଭାବିକି ତାର ଗୋଟିଏ ସାଙ୍ଗକୁ କଣ୍ଟାକ୍ଟ କଲା। ସିଏ ହେଉଛନ୍ତି ଜଣେ ଝିଅ ସାଙ୍ଗ ଥିଲେ, ଯିଏକି କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କର ଡେଥ୍ ହେଇଯାଇଥିଲା ଏବଂ ତାଙ୍କର ତିନୋଟି ସନ୍ତାନ ଥିଲେ। ସେ ତାକୁ କହିଲା କି ମୋ ସ୍ତ୍ରୀ ମରିଯାଇଛି, ମୋ ପିଲାଟାର ଲାଳନ ପାଳନ ପାଇଁ ମୋର ଗୋଟିଏ ଭଲ ମାଟିଏ ଦରକାର ମୋ ପିଲା ପାଇଁ। ତେଣୁ ତୁମେ ଯଦି କିଛି ଖରାପ ନ ଭାବନ୍ତ ତାହେଲେ ମୁଁ ତୁମକୁ ମ୍ୟାରେଜ୍ କରିବି ଏବଂ ତୁମର 3ଟି ପିଲାଙ୍କ ସହିତ ମୁଁ ମୋ ପିଲାଟାର ବି ଧ୍ୟାନ ଖ୍ୟାଲ କରିବି। ତୁମର ଟିକେ ସପୋର୍ଟ ଦରକାର, ତୁମେ କ'ଣ କହୁଛ କୁହ। ଏବଂ ଏଇ କଥା ଶୁଣିକି ସେ ସ୍ତ୍ରୀ ଲୋକଟି ଖୁବ୍ ଶୀଘ୍ର ରାଜି ହେଇଗଲା ଏବଂ ତାଙ୍କର ମ୍ୟାରେଜ୍ ହେଇଗଲା। ମ୍ୟାରେଜ୍ ହେଇଗଲା ପରେ ସେ ଲୋକଟି ସବୁଦିନ ପାଇଁ ସବୁବେଳେ ସକାଳେ ଅଫିସ୍ ଚାଲିଯାଏ ଏବଂ ଫେରିଲା ବେଳକୁ ରାତି ହେଇଯାଏ। ଧୀରେ ଧୀରେ ଏମିତି ସମୟ ଗଡ଼ିଲା। କିଛି ଦିନ ଗଲା ପରେ, ମାସେ 2 ମାସ ଗଲା ପରେ, ସେଇ ମାଟିର ତା ପିଲା ଉପରେ ଟର୍ଚର କରିବା ଆରମ୍ଭ କରିଦେଲା। ତା ସତେଲି ମା, ମାନେ ଯିଏ ଏ ଯେଉଁ ଛୋଟ ଛୁଆଟି ଉପରେ ବୟସ ମାତ୍ର 3 ବର୍ଷ ହେଇଥାଏ, ସବୁବେଳେ ଏମାନଙ୍କୁ ଭଲ ଖାଇବାକୁ ଦେବା। ଛୋଟ ଛୁଆଟି 3 ବର୍ଷ, ପାଟି ଫିଟି ନଥାଏ, ସେ ତା ବାପକୁ କିଛି ଖୋଲିକି କହି ବି ପାରୁନଥାଏ। ଦିନେ ଏମିତି ଘଟଣା ଘଟିଲା ଯେ ହଠାତ୍ ଦେଖିଲା ତାଙ୍କର ଘରକୁ କିଛି ଗେଷ୍ଟ ଆସିଥାନ୍ତି। ସେ ସ୍ତ୍ରୀ ଲୋକଟିର ଗେଷ୍ଟ ଆସିଥାନ୍ତି, ତାଙ୍କରି ପିଲାମାନଙ୍କ ସହିତ ସେମାନଙ୍କ ସାଙ୍ଗରେ ବସିକି ଏଇ 3 ବର୍ଷର ମା ଛେଉଣ୍ଡ ଛୁଆଟି ବସିକି ଖାଉଥାଏ। ଖାଉ ଖାଉ କିଛିଟା ଭାତ ତଳେ ପକାଇଦେଲା। ଏହାକୁ ଦେଖିକି ସେ ତା ମା ଖୁବ୍ ରାଗିଗଲା, ତା ସୋତେଲି ମା ଖୁବ୍ ରାଗିଗଲା। ରାଗିଯାଇ ତାକୁ ମାରିକି ତାକୁ କବାଟ ଖୋଲିକି ବାଲକୋନିରେ ବନ୍ଦ କରିଦେଇକି ଭିତରୁ କବାଟ ଦେଇଦେଲା। ଏକଦମ ଶୀତ ଋତୁ ଥାଏ, ସନ୍ଧ୍ୟା ହେଲା ମାନେ ପ୍ରବଳ ଶୀତ ହେଉଥାଏ। ସେ ତାକୁ ବାଲକୋନିରେ ବନ୍ଦ କରିଦେଇକି ପଳେଇ ଆସିଲେ। ଛୁଆଟି ଠିକ୍ସେ କଥା ବି କହିପାରୁନଥାଏ ଏବଂ ଅନୁ ରାତି ହେଇଗଲା। ସମସ୍ତେ ଯେ ଯାହା ବାଟକୁ ଚାଲିଗଲେ ଏବଂ ସେ ତା ପିଲାମାନଙ୍କୁ ନେଇକି ଶୋଇପଡ଼ିଥିଲା ଏବଂ ସେଇ ସମୟରେ ତା ବାପା ଆସିଲା, ଆସିକି ଖାଇ ପିଇ ଦେଇକି ଶୋଇବାକୁ ଗଲା। ରାତିରେ ତା ମା ସ୍ୱପ୍ନାକୃତ କଲା, ଦେଖ ମୋ ପିଲା ବିପଦରେ ଅଛି, ମୋ ପିଲାକୁ ରକ୍ଷା କର। ହଠାତ୍ ତା ନିଦ ଭାଙ୍ଗିଗଲା। ଭାଙ୍ଗି କହିଲା, ମୋ ପିଲାକୁ ରକ୍ଷା କର, ମୋ ସ୍ତ୍ରୀ କ'ଣ ପାଇଁ ଏମିତି ସ୍ୱପ୍ନେଇଲା। ହଠାତ୍ ତା ସ୍ତ୍ରୀକୁ ପଚାରିଲା, ଆଚ୍ଛା ମୋ ପିଲାମାନଙ୍କର ଭଲ ଠିକ୍ଠାକ୍ ଅଛି ତ, ମୋ ପିଲାର ଦେହ ଭଲ ଅଛି ତ? ସେଠୁ ସେ ସ୍ତ୍ରୀ କହିଲା, ହଁ ହଁ ତୁମ ପିଲାର ଦେହ ଭଲ ଅଛି। ସେଠୁ ତାପରେ ସେ ପୁଣି ଶୋଇପଡ଼ିଲା। ପୁଣି କିଛି ସମୟ ପରେ ପୁଣି ସେ ମା ସ୍ୱପ୍ନେଇଲା, କହିଲା ଦେଖ ମୋ ପିଲା ବହୁତ ବିପଦରେ ଅଛି, ପ୍ଲିଜ୍ ତାକୁ ରକ୍ଷା କର। କହିଲା, ପୁଣି ତା ନିଦ ଭାଙ୍ଗିଲା। ପୁଣି ତା ସ୍ତ୍ରୀକି ଡାକି ପଚାରିଲା, ଆରେ ହେଇ ମୋ ପୁଅର ଦେହ ଠିକ୍ଠାକ୍ ଅଛି ତ, ମୋ ପୁଅ କେମିତି ଅବସ୍ଥାରେ ଅଛି? ସେ କହିଲା, ନାଇଁ ଠିକ୍ଠାକ୍ ଅଛି, ଭଲ ଅଛି, ତୁମେ ଶୋଇପଡ଼। ୟା ପରେ ପୁଣି କିଛି ସମୟ ଶୋଇଲା ପରେ ତା ମା ପୁଣି ଥରେ ସ୍ୱପ୍ନେଇଲା, ଆଉ ତୁମେ ମୋ ପିଲାର ଧ୍ୟାନ ଖ୍ୟାଲ କରିବା କିଛି ଆବଶ୍ୟକ ନାହିଁ। ମୋ ପିଲା ଏବେ ମୋ ପାଖକୁ ଚାଲି ଆସି ସାରିଛି। ଏବେ ମୋ ପିଲା ମୋ ପାଖକୁ ଆସି ସାରିଛି, ଏବେ ଆଉ ତୁମର ଧ୍ୟାନ ଖ୍ୟାଲ କରିବା ଆବଶ୍ୟକ ନାହିଁ। ଏହା ଶୁଣି ସାରିଲା ପରେ ହଠାତ୍ ସେ ଉଠିଲା, ଉଠି ବସିକି ଦୌଡ଼ିଲା ତା ପିଲାମାନଙ୍କ ବେଡ଼ରୁମ୍କୁ ଏବଂ ତା ବେଡ଼ରୁମ୍କୁ ଯାଇ ଦେଖିଲା ବେଳକୁ ତା ପିଲାଟି ନଥିଲା। ତାପରେ ସେ ଯାଇକି ପଚାରିଲା, ମୋ ପିଲା ଗଲା କୁଆଡ଼େ? ସେଠୁ ସେ କହିଲା, ଆରେ ହେ ଆଜି ସେ ଏମିତି ଚାଉଳ ପକାଇ ଦେଇଥିଲା, ମୁଁ ତାକୁ ବାଲକୋନିରେ ବନ୍ଦ କରିଦେଇଥିଲି। ଏ ଶୁଣିକି ତା ବାପ ଭୋ ଭୋ ହେଇକି କାନ୍ଦିବାକୁ ଲାଗିଲା ଏବଂ ଦୌଡ଼ିକି ଯାଇକି ବାଲକୋନି କବାଟ ଖୋଲିକି ଦେଖିଲା ବେଳକୁ ଦୁର୍ଭାଗ୍ୟବଶତଃ ସେ ପିଲାଟି ଭାତ ଥାଳି ଧରିଛି, ତା ମୁଣ୍ଡ ପୋତିକି ଏମିତି ବସିଛି। ଏତେ ଶୀତ ଲାଗୁଥାଏ, ଛୋଟ ପିଲାଟି। ତାପରେ ସେ ବାପ ଗମ୍ଭୀର ସ୍ୱରରେ ନିଜକୁ କଣ୍ଟ୍ରୋଲ କରିପାରି ହାତ ମାରି ଦେଖିଲା ବେଳକୁ ସେ ପିଲାଟି ଠକି ଗଡ଼ି ପଡ଼ିଲା। କାହିଁକି ନା ସେ ପିଲାଟି ଏ ଦୁନିଆ ଛାଡ଼ିକି ଯାଇସାରିଥିଲା ତା ମା ପାଖକୁ। କାହାଣୀଟି କୌଣସି ଗପ ନୁହେଁ, ଏକଦମ ନିଛକ ସତ କାହାଣୀଟିଏ। କେଉଁଠୁ ଆସିଛି, କ'ଣ କରୁଛି, ସେଇଟା ଆପଣମାନେ ଜାଣିବା କିଛି ଆବଶ୍ୟକ ନାହିଁ। ବାସ୍ ଗୋଟିଏ ଏଥିରେ ଏ କାହାଣୀ ଦ୍ୱାରା ଆପଣମାନଙ୍କୁ ମେସେଜ୍ ଦେବି। ଅକ୍ସର ଏ ଦୁନିଆରେ ଆପଣମାନେ ଦେଖିଥିବେ, ପିଲାକୁ ଜନ୍ମ ଦେଲା ପରେ କେତେ ଗୁଡ଼ା ମା ଅଛନ୍ତି ଦୁନିଆ ଛାଡ଼ି ଚାଲିଯାଆନ୍ତି ଏବଂ ସେ ପିଲାର ଲାଳନ ପାଳନ ପାଇଁ ବାପାମାନେ କ'ଣ କରନ୍ତି, ଆଉ ଗୋଟା ମ୍ୟାରେଜ୍ କରିଦିଅନ୍ତି। କିନ୍ତୁ ସେଇଟା ଯେ ତାଙ୍କ ପାଇଁ କେତେ ଅଭିଶାପ ହେଇଯାଇଥାଏ, ସେଇଟା ଆପଣମାନେ କାହାଣୀରୁ ବୁଝିପାରୁଥିବେ। ତେଣୁ ମୋର ଆଜିକାଲି ଦୁନିଆରେ ସମସ୍ତ ଭାଇମାନଙ୍କୁ ଏତିକି ଅନୁରୋଧ, ଯଦି ଆପଣମାନଙ୍କର ସେମିତି କିଛି ଘଟୁଛି ନା, ବରଂ ପଇସା ଦେଇକି କୌଣସି ମେଡ୍ ରଖନ୍ତୁ କିମ୍ବା କିଛି ବି ପିଲାଙ୍କର ଧ୍ୟାନ ଖ୍ୟାଲ କରିବା ପାଇଁ ଆପଣ ଚେଷ୍ଟା ଲଗାଇ ଦିଅନ୍ତୁ, କିନ୍ତୁ ଦ୍ୱିତୀୟ ବିବାହ କେବେ କରନ୍ତୁ ନାହିଁ। କାହିଁକିନା ଆପଣଙ୍କର ଦ୍ୱିତୀୟ ବିବାହଟା ଆପଣଙ୍କର ପିଲାର ଭବିଷ୍ୟତ ପାଇଁ ଗୋଟେ କାଳରାତ୍ରି ପାଲଟିଯିବ। କଥାଟା ଠିକ୍ କି ଭୁଲ ଆପଣମାନେ ବିଚାର କରିବେ। ବାକି ତାପରେ କ'ଣ ତା'ର ଦଣ୍ଡ ହେଲା ସେଟା ତ ଆଇନ ବୁଝିଥିବ, କିନ୍ତୁ ଆପଣମାନେ ଏଇଆ ଭାବି କେବେ ବିବାହ କରନ୍ତୁନି କି ମୋ ସ୍ତ୍ରୀ ମରିଯାଇଛି, ମୁଁ ଯଦି ଆଉ ଗୋଟେ ବିବାହ କରୁଛି, ଆଉ ଯେଉଁ ସ୍ତ୍ରୀଟି ଆସିବ ସେ ମୋ ପିଲାର ଭଲ ଭାବରେ ଧ୍ୟାନ ଖ୍ୟାଲ କରିବ। କାହିଁକିନା ସତେଲି ମା କେବେ ନା ନିଜର ହେଇଥିଲେ ନା ନିଜର ହେବେ। କଥାଟି ଯଦି ଆପଣଙ୍କୁ ଠିକ୍ସେ ଭଲ ଲାଗିଥାଏ, ତାହେଲେ କାହାଣୀଟି ଯଦି ଆପଣଙ୍କ ମନକୁ ପାଇଥାଏ, ତାହେଲେ ଭିଡ଼ିଓଟା ଟିକେ ସେୟାର କରିବେ। ଜୟ ଜଗନ୍ନାଥ।